ପିଲାମାନେ ଆଜି ଆଲୋଚନା କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଆମର ଏଜୁକେସନ୍ରେ ଯେଉଁ ଷ୍ଟାଟିଷ୍ଟିକ୍ସ ଅଛି, ପରିସଂଖ୍ୟାନ ଅଛି, ସେ ପରିସଂଖ୍ୟାନର ଯେଉଁ ମିଡ଼ିଆନ୍ କୋଶ୍ଚିନ୍ ବା ମାଧ୍ୟମର କୋଶ୍ଚିନ୍ ଆସେ, ସେ ମାଧ୍ୟମ କୋଶ୍ଚିନ୍ ଆଜି ଆଲୋଚନା କରିବା। ମାଧ୍ୟମ କୋଶ୍ଚିନ୍ର ପ୍ରଥମ କୋଶ୍ଚିନ୍ ଆମେ ଜାଣିଥିବା, କୋଶ୍ଚିନ୍ରେ ପିଲାମାନେ ଆମକୁ ଦେଇଥିବ ସେ ସମ୍ଭାଗ ବିସ୍ତାର ଏବଂ এই সম্ভাগ বিস্তার ସବୁ ଦେଇଥିବ। এই ସମ୍ଭାଗ ବିସ୍ତାରରୁ ପୌନଃପୁନ୍ୟ ଦେଇଥିବ, ଅର୍ଥାৎ ସମ୍ଭାଗ ବିସ୍ତାର ପୌନଃପୁନ୍ୟ ଦେଇଥିବ। ଆମେ କିପରି ଭାବରେ ଏଥିରୁ କାଢ଼ିବା ମାଧ୍ୟମ ଆଜି ନିର୍ଣ୍ଣୟ କରିବା। ଇଏ ହେଉଛି ସହଜ କୋଶ୍ଚିନ୍ ଏବଂ ଏଥିରେ ଆମେ 5 ମାର୍କ ପାଇପାରିବା। ତେଣୁକରି ସହଜରେ ଆମେ କେତେକ ମାର୍କ ରଖିପାରିବା। ତେଣୁକରି ମନ ଦେଇ 5 ମିନିଟ୍ ଭିଡ଼ିଓ, ଏହି 5 ମିନିଟ୍ ଭିଡ଼ିଓଟି ଯଦି ଆମେ ଦେଖିଦେବା ଆଜି, ନିଶ୍ଚିତ ଭାବରେ ଆମେ ଆନ୍ସରରେ ପହଞ୍ଚିପାରିବା। ତାହେଲେ ଯିବା, ମଧ୍ୟମ ଦେଇଛି, ପ୍ରଥମେ ଏଇତକ ଦେଇଥିବ ଆଉ ଏ ପୌନଃପୁନ୍ୟ ବା ଫ୍ରିକ୍ୱେନ୍ସି ଦେଇଥିବ। ଆମେ କାଢ଼ିବା ସିଫି କର୍ମଗତ ପୌନଃପୁନ୍ୟ, ଏଇଟା ନ କଲେ ଚଳିବ। ଆମକୁ ଏଇତକ ଦରକାର ଅଛି। କ'ଣ ପ୍ରଥମେ କ'ଣ କରିବା? ମଧ୍ୟମ କାଢ଼ିବା। ମଧ୍ୟମ କ'ଣ କରିବା? ଆମେ ଜାଣିଛେ ମଧ୍ୟବିନ୍ଦୁ ଅର୍ଥାৎ ଏ ସମ୍ଭାଗ ଭିତରୁ ମଧ୍ୟବିନ୍ଦୁ ଆମେ ନିର୍ଣ୍ଣୟ କରିବା। ଦେଖିବା କେତୋଟି ସମ୍ଭାଗ ଅଛି। 1, 2, 3, 4, 5, 6, 7, 8, 9, 10, 10ଟି। ତାହେଲେ 5ଟି ଆମେ ସମ୍ଭାଗ କରିବା। 1, 2, 3, 4, 5। ଏଇଟା ଆମେ ଯଦି କହିବା, ଏଥିରେ ହେଉଛି ସମ୍ଭାଗର ମଧ୍ୟଭାଗ ଯଦି ଆମେ କହିବା, ତାହେଲେ ଏଇଠି ଆମର ମଧ୍ୟବିନ୍ଦୁ ରହିଅଛି। ତେଣୁକରି ଏହା ପରେ CF କାଢ଼ିବା। CF କେମିତି କାଢ଼ିବା? ନା CF କାଢ଼ିବା ତଳ ଆଡ଼ୁ ହିସାବ କରି ଚାଲିବା। ବୋଲେ ଯଦି ଏଇଟା ଛୋଟଟା ଉପରେ ଥିବ, ତାହେଲେ ଉପର ହିସାବ, ଉପରଟା ଛୋଟ ଥିବ, ବଡ଼ ଥିବ, ତାହେଲେ ବଡ଼ ଉପର ଆଡ଼ୁ ହିସାବ। କିନ୍ତୁ କେମିତି ହୋଇଛି ନା 1, 1 ମିଶିଲା 3 ହେଲା, 3, 3 ମିଶିକି 6 ହେଲା, ଏମିତି 6 ହେଲା, 6, 5, 11 ହେଲା, ଏମିତି ହେଇ 40 ପର୍ଯ୍ୟନ୍ତ ପହଞ୍ଚିଲା। ତେଣୁକରି ଏଇ CF କାଢ଼ିବା ଜାଣିପାରିଲ। CF କେମିତି କଢ଼ାଯାଏ? CF କାଢ଼ିବାର ପ୍ରକ୍ରିୟା ହେଉଛି କ'ଣ ନା, ଯେଉଁ ପୌନଃପୁନ୍ୟ ଅଛନ୍ତି, ସେ ପୌନଃପୁନ୍ୟକୁ ଆମେ ମିଶାଇବା, ଗୋଟେ ଗୋଟେ ମିଶାଇଲେ ଆମେ ପହଞ୍ଚି ପାରିବା। ତେଣୁକରି ଯେଟା ଆମେ କହିବା CF 1 ମିଶାଣ 1 = 1 ମିଶାଣ 1 ହେଲା। 1 ମିଶାଣ ଯଦି କହିବା 1 ମିଶାଣ 2 ଯଦି ଆମେ କହିବା 1 ମିଶାଣ 2 ଯଦି ଆମେ ଏଠି କହିବା 3 ମିଶାଣ 3 = 6। ତେଣୁକରି ଏଇଟା ଗୋଟେ ବଡ଼ କୋଶ୍ଚିନ୍ ଆମ ପାଇଁ ନୁହଁ। ଆମେ ଜାଣିପାରିଲେ CFଟା କେମିତି ବାହାରିଛି। CFଟା ଆମେ ବାହାରିଛି ପୌନଃପୁନ୍ୟର CF ନିର୍ଣ୍ଣୟ କରିବା କର୍ମବୋଧ କ୍ରିୟା। ତେଣୁକରି ପିଲାମାନେ ଏଇଟାକୁ ଦେଖ ନାହିଁ, ଆମକୁ ଏଇଟା କାଢ଼ିବାର ଅଛି। ଏଇଥିରେ ଆମର ଆବଶ୍ୟକତା ଏଇସବୁ ଅଛି। ତେଣୁକରି ଏଇଟାକୁ ଆମେ କାଢ଼ିବା। ଏଇ ସଭାଗ ଦେଇଥିବ, ପୌନଃପୁନ୍ୟ ଦେଇଥିବ, ସଭାଗ ପୌନଃପୁନ୍ୟରୁ ଆମେ CF କାଢ଼ିବା। ଏବେ ବର୍ତ୍ତମାନ ଆମେ ଯଦି ଯିବା କେମିତି ନିର୍ଣ୍ଣୟ କରିବା ସମ୍ଭାଗ ବିସ୍ତାର, ତ ମାଧ୍ୟମ ସୂତ୍ରକୁ ଆମେ ଲେଖିବା। ଏଇ ତ କମ୍ କରିସାରିଲା ପରେ ଆମେ ମାଧ୍ୟମ ଲେଖିବା। ମାଧ୍ୟମ ସୂତ୍ର ହେଉଛି L + n/2, L + n/2 FVM/FM × I। ଇଏ ହେଉଛି ସମ୍ଭାଗର ସୂତ୍ର, ଇଏ ହେଉଛି ମାଧ୍ୟମର ସୂତ୍ର। ତେଣୁ ପରବର୍ତ୍ତୀ ଆମେ ବୁଝେଇବା, ଗୋଟେ ଗୋଟେ ବୁଝିଲେ ଆମେ ଜାଣିପାରିବା। ପ୍ରଥମ ହେଉଛି ଯଦି ଆମେ କହିବା L ମାନେ କ'ଣ ନା, L ମାନେ ହେଉଛି ମାଧ୍ୟମଯୁକ୍ତ ସମ୍ଭାଗର ବାସ୍ତବ ନିମ୍ନ ସୀମା। ତାହେଲେ ଆମେ n ଦେଖିବା। n କ'ଣ ନା, n ଯଦି ଆମେ ଦେଖିବା ବାସ୍ତବ ସୀମା। ଯଦି କହିବା n ମାନେ କ'ଣ, ଆମେ ନେଲେ ଏଇଟାକୁ ନେଲେ ମଧ୍ୟବିନ୍ଦୁ, ଇଆର ବାସ୍ତବ ସୀମା ଦେବ। ଏଇପଟ ବାସ୍ତବ ସୀମା କ'ଣ ନା 0.5 ଫେଡ଼ା ହେବ, ଆଉ ଉଚ୍ଚ ସୀମା 0.5 ମିଶା ହେବ। ତେଣୁ ଇଆର ଏଇ ସମ୍ଭାଗର ଯଦି ଆମେ କହିବା ନିମ୍ନ ସୀମା କେତେ 85 ଅଛି, ତାହେଲେ ଆମେ ଏଠି ହେବ 85। ଯଦି ଆମର କ'ଣ ଇଆର ହେବ 85.5। ଦେଖ ଏଠି ଆମର 8.5 ଏଇଠି ଥିବ। L = 8.5
85.5 ଅଛି। ନେକ୍ସଟ ହେଉଛି ଏଲ୍ ପରେ n/2 n କେତେ ଅଛି n ଅଛି 40 n ଏଠି ଅଛି 40 n/2 କେତେ ହେବ ତାହେଲେ n/2 ଆମେ ଯଦି ମିଶେଇ 40/2 ଇଜିକାଲ୍ ଟୁ 20 ହେବ। ତାହେଲେ n/2 ଇଜିକାଲ୍ ଟୁ ଆମେ ଦେଖିଲେ n/2 ଆମେ ଦେଖିଲେ ଏଠି ଅଛି 20। ତାପରେ ହେଉଛି ଏଲ୍ କିନ୍ତୁ ବାହାରି ଜାଣିଛ ତ ଯାହା ଏଲ୍ ହେଉଛି କ'ଣ ନା ଏଲ୍ ହେଉଛି ଯେଉଁ ସମ୍ଭାଗଟା ଅଛି ଯେଉଁ ସମ୍ଭାଗର ତାର ନିମ୍ନ ସୀମା ହେଉଛି ଏଲ୍ ବାହାରିଲା ଏତିକି। ତାପରେ ରହିବ FVM ହେଉଛି ଫ୍ରିକ୍ୱେନ୍ସି ବିଲୋ ଦ ମିଡ଼ିୟନ୍ କ୍ଲାସ୍ ଅର୍ଥାତ୍ FM ଫ୍ରିକ୍ୱେନ୍ସି ଅଛି ଏଇ ଫ୍ରିକ୍ୱେନ୍ସିରେ ବିଲୋ ଅର୍ଥାତ୍ ଫ୍ରିକ୍ୱେନ୍ସି ଫ୍ରିକ୍ୱେନ୍ସିର ଯଦି ଆମେ କହିବା এই ফ্রিকোয়েন্সি ଅଛି ଏ ଫ୍ରିକୋଏନ୍ସି ତଳକୁ ଯେଉଁ ସଂଖ୍ୟାର ଅଛି ତାର ସମଷ୍ଟି। ତେଣୁକରି ଆମେ ଯଦି ମିଶାଇ ଦେବା ଏତକ ତାହେଲେ ଏଥିରେ 17 ହେଉଅଛି। ନେକ୍ସଟ ଯଦି ଅପରେ ଅଛି ତାହେଲେ ଏଇଟା ଉପରଟା ମିଶା ହେବ ତଳ ହେଉଛି 17 ତାହେଲେ FVM କେବେ FVM 17 ଅଟେ। ନେକ୍ସଟ କ୍ୱେଶ୍ଚିନ୍ ଯଦି ଆମେ ଯିବା ନେକ୍ସଟ କ୍ୱେଶ୍ଚିନ୍ ହେଉଛି ନେକ୍ସଟ ହେଉଛି FM ମାନେ ଫ୍ରିକ୍ୱେନ୍ସି ଫର୍ ଦ କ୍ଲାସ୍ ଇଣ୍ଟରଭାଲ୍ ପ୍ଲେ ସବୁବେଳେ ମନେ ରଖିବ ଆଗ ଏତକ ଲେଖିଦେଇକି ଏ ଓଡ଼ିଆ ଗୁଡ଼ା ଲେଖିଦେବ। ଏ ଓଡ଼ିଆ ଲେଖି ସାରିଲା ପରେ ଆମେ ଗଣିତଟି କରିବା। ଓଡ଼ିଆ କେମିତି କରିବା ୟା ପରେ ଆମେ କ'ଣ କରିବା ଫ୍ରିକ୍ୱେନ୍ସି କରିସାରିଲା ପରେ ଆମେ ମିଡ଼ିଆନ୍ ବାହାର କରିଦେଲେ ଏଫ୍ ଯାହା କହିବା 7। ତେଣୁକରି ନେକ୍ସଟ ଦେଖିବା ଏହାର ସୂତ୍ର ବର୍ତ୍ତମାନ ଆମେ ଏହାର ଲେଖିଦେଲେ ପ୍ଲେ ମନେ ରଖ ଯାହା କହୁଛି ସ୍ପିଡ଼ଲି କହୁଛି କାରଣ ସମୟ ଅଭାବ ତୁମେ ଏରା ଦେଖିବ ଆରମ୍ଭରେ ଦେଖିଲେ ହେଇଯିବ କିଛି ଅସୁବିଧା ନାହିଁ। ଏଲ୍ ଲେଖିକି ଆଗ ଏଇତକ ଥୋଇଦେବ ସୂତ୍ର ଲେଖି ଆଗ ଏଇତକ ଥୋଇବ ତାପରେ ମୂଲ୍ୟ ଗୁଡ଼ା ପକାଇବ ଯେମିତି ମୂଲ୍ୟ କାଢ଼ିଲି ମୂଲ୍ୟ ପକାଯାଇଛି ଏଠି ମୂଲ୍ୟ ଗୁଡ଼ା କାଢ଼ିବ ମୁଁ ଏଠି ମୂଲ୍ୟ ସବୁ ପକାଇଛି ମୂଲ୍ୟ ପକାଇବ ତାପରେ ସୂତ୍ର କରିବ। ଏଥିରେ କିଛି ବଡ଼ କଥା ନାହିଁ ଏଥିରେ ଆମେ କ'ଣ କରିବା ଫାଷ୍ଟ ଆଉ ଗୋଟେ ଫାଷ୍ଟ ସମ୍ଭାଗ ଦେଇଦେବ ପୂର୍ଣ୍ଣ ଦେଇଦେବ ଏ ସମ୍ଭାଗ ପୂର୍ଣ୍ଣ ବିନ୍ଦୁରୁ CF କାଢ଼ିବ CF ଜାଣିଛ 1 ଥିଲେ ଯଦି 1ରେ 1 2 ମିଶିଲେ 3 3ରେ ଆମେ କହିବା 3ରେ 3 6 ଏମିତି ସବୁ ବାହାରିଛି। ନେକ୍ସଟ ଆମେ କଲେ ନେକ୍ସଟ ଏ ସିଗ୍ମା x ଏଇତକ ଫ୍ରିକ୍ୱେନ୍ସି ମିଶାମିଶି ଚାଲିଛି ଆଉ ଆମେ ସୂତ୍ର ପକାଇଲେ ସୂତ୍ରକୁ ଆଲୋଚନା କଲେ ସୂତ୍ର ଏଇଟା କଲେ ମାର୍କ ମିଳିବ ଏବଂ ସୂତ୍ର ଆଲୋଚନା କଲେ ଭ୍ୟାଲୁଏସନ୍ ପକାଇଲେ ଏବଂ ତାର ଆନ୍ସର କଲେ ଯଦି ଆମେ କହିବା I ହେଉଛି ସମ୍ଭାଗ I ହେଉଛି କ'ଣ ସମ୍ଭାଗର ବିଚ୍ୟୁତି ସମ୍ଭାଗର ବିସ୍ତାର ସମ୍ଭାଗ କେତେ ବାଟ ବିସ୍ତାରିତ କରିଛି ଆମେ ଦେଖିଲେ ସମ୍ଭାଗ ଅଛି 86ରୁ 90 5 ଗ୍ୟାପ୍ 106ରୁ 10 5 ଗ୍ୟାପ୍ 101ରୁ 5 5 ଗ୍ୟାପ୍ 96ରୁ 10 100 5 ଗ୍ୟାପ୍ 5 ଗ୍ୟାପ୍ ତେଣୁ ସମ୍ଭାଗ I ହେଉଛି ଯେଉଁ ଅଛି ଯେଉଁ ଆମର କ୍ଲାସ୍ ଇଣ୍ଟରଭାଲ୍ ସମ୍ଭାଗ ଅଛି ତାପରେ ତା ଗ୍ୟାପ୍ଟା ଯଦି ଆମେ କହିବା 86 ଠାରୁ 90 ୟା ଭିତରେ ଗ୍ୟାପ୍ 5ଟି ସଂଖ୍ୟା ଅଛି 86 87 88 99 90 ତେଣୁ ସବୁବେଳେ ମନେ ରଖିବ ଏ ଆଇଟା କେମିତି ନିର୍ଣ୍ଣୟ କରାଯାଏ ଯେଉଁ I ଅର୍ଥାତ୍ 5 ଆମେ ଏଠି ନେଇଛେ ତେଣୁ ଆନ୍ସର ପଡ଼ିଛି। ଏ ହେଉଛି ପ୍ରଥମ ଉପାୟ ମାଧ୍ୟମାନ ନିର୍ଣ୍ଣୟ କରିବା ପାଇଁ ମାଧ୍ୟମାନ ନିର୍ଣ୍ଣୟ କରିବା ମାଧ୍ୟମ ନିର୍ଣ୍ଣୟ କରିବା ସୂତ୍ର ଭଲ୍ୟୁମ୍ ମାଧ୍ୟମ ସୂତ୍ର ହେଉଛି L + N/2 - FVM/FM × I। ଆଗ କ'ଣ କରିବା ଆଗ CF ଏଠି କଢ଼ା ହେଇଛି ଏଠି ଆଗ CF କାଢ଼ିବ CF କାଢ଼ି ସାରିଲେ ସୂତ୍ର ଲେଖିବ ସୂତ୍ରକୁ ଆଲୋଚନା କରିବ L ମାନେ ଯେଉଁଟା ନେଇଥିବ ମାଧ୍ୟମାନ ତାର ନିମ୍ନ ସୀମା 86 90 ନେଇଛ ସମ୍ଭାଗ ସେ ସମ୍ଭାଗର 86ର ନିମ୍ନ ସୀମା 85.5 L ତାପରେ ଆସିଲା N/2 ଟୋଟାଲ୍ ସଂଖ୍ୟା 40ଟି ଅଛି ସେଥିରେ ହରିଦେବ 2 20 ହେଲା। FVM ଅର୍ଥାତ୍ ଯେଉଁଟା ମଧ୍ୟମାନ ନେଇଛ ଫ୍ରିକ୍ୱେନ୍ସି 7 ନେଇଛି 7ରୁ ତଳକୁ ହିସାବ କରିଦେବ ଯେତିକି ସଂଖ୍ୟା ହେବ ସେଇଟା ହେଉଛି FM। FVM କ'ଣ FM ହେଉଛି ଫ୍ରିକ୍ୱେନ୍ସି ମିଡ଼ିଆନ୍ ଅର୍ଥାତ୍ ଫ୍ରିକ୍ୱେନ୍ସି ଭିତରେ ଯେଉଁଟା ମିଡ଼ିଆନ୍ ଥିବ ଅର୍ଥାତ୍ ମାଧ୍ୟମ ଥିବ ତାକୁ ତୁମେ ଲେଖିବ। ସମ୍ଭାଗ ଯଦି ବିସ୍ତାର କରିବା ତାହେଲେ ସମ୍ଭାଗ ବିସ୍ତାର କହିଲେ ଯେଉଁ ଆମର
ଅଛି ଏଠି ଯେଉଁ ଅଛି ସମ୍ଭାଗ ଅଛି, ସେ ସମ୍ଭାଗରେ ଯେଉଁ ବିସ୍ତାର ରୂପ 86, 90, 5 ଗ୍ରାମ 91, 5 ଗ୍ରାମ ଏତେ କରିକି ଆମେ ଏଠି ମୂଲ୍ୟ ପକେଇକି ତାକୁ ଗଣିତ କଷିବ। ଇଏ ହେଉଛି ପ୍ରଥମ କଥା।